हेलो फ्रेंड्स वेलकम टू माय चैनल। तो ये आपणकर गोटे अपडेट आज न्यूज पेपर रे आपणकर छटई हेबे 51 स्टाफ नर्स एएनएम जोटा आपणकर अपडेट आसी आज न्यूज पेपर रे जिला स्वास्थ्य सेवा रे ठप पड़िबा आशंका जगतसिंहपुर आउटसोर्सिंग माध्यम नियुक्ति होइतिबा 27 स्टाफ नर्स 24 एएनएम और डीआईसीसी रे कार्यरत जने लैबोरेटरी टेक्नीशियन छटई हेबे। सरकार निष्पत्ति क्रमे 16 तारिख जिला मुख्य डाक्तर सीडीएमओ तरफ एभଳି ଏକ ଚିଠି ଜାରି କରାଯାଇଛି। କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉଟସୋର୍ସିଂ ଜରିଆରେ ସ୍ୱାସ୍ଥ୍ୟବସ୍ଥା ଜାରି ରଖିଥିବା 12 ଷ୍ଟାଫ୍ ନର୍ସ ଛଟେଇ କରାଯିବ। ସେହିପରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡିଆଇସି ଜଣେ ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସିଏଚ୍ସି ରୁ 2 ଏବଂ ବିରିଡିରୁ ରଘୁନାଥପୁର ଫଣିଜଙ୍ଗା କୁଜଙ୍ଗ ପାରାଦୀପ ଏରସମା ବାଲିକୁଦା ନାବଗାଁ ଡିଅସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଙ୍କପାଳ ପ୍ରାଥମିକ ଶିକ୍ଷା କେନ୍ଦ୍ରରୁ ଜଣେ କରି ଷ୍ଟାଫ୍ ନର୍ସ ଚାକିରି ବିଦାୟ ହେବାର ସ୍ଥିର କରାଯାଇଛି। ଅନୁରୂପ ଭାବେ ବାଲିକୁଦା ବ୍ଲକର ଗରାମ ସବ୍ ସେଣ୍ଟରରେ ଉପସ୍ୱାସ୍ଥ୍ୟଙ୍କ ମଧ୍ୟ ଆଉଟସୋର୍ସିଂ ଜରିଆରେ ଚାକିରି ପାଇଥିବା ଜଣେ ଏଏନ୍ଏମ୍ ଛଟେଇର ସମ୍ମୁଖୀନ ହେବେ। ଏହା ବାଦ୍ ଉକ୍ତ ବ୍ଲକର କୋଡାଟିଆ ମୁଳୁଙ୍ଗା ସିଂହାରପୁର ଏରସମା ବ୍ଲକର ବାରଚାଟିଆ ଭିରଙ୍ଗ ଯେଉଁ ଆପଣଙ୍କର ଜାନକା ଦେଇପୁର ଚୋପା ପୟଦା ଏସବୁ ଆପଣଙ୍କ ସ୍ଥାନ ମାନଙ୍କରେ ଆପଣଙ୍କର ଛଟେଇ ହବାର ରହୁଛି। ଆପଣଙ୍କ ଅପଡେଟ୍ ଆସିଛି। ତ এইটা ବହୁତ ବଡ଼ ଇଏ ମାନେ ଆଉଟସୋର୍ସିଂ ଯେଉଁମାନେ ଥିଲେ ସେମାନେ ଏଇଟା ଛଟେଇ ହେବେ। ଏଇଟା ଅପଡେଟ୍ ଆସିଛି ଆପଣମାନଙ୍କର। ତ ଆଗକୁ ଆପଣଙ୍କର କ'ଣ ଅପଡେଟ୍ ଆସୁଛି ଆକୁ ନେଇକି ଆଉ ଷ୍ଟାଫ୍ ନର୍ସର ତ ଆପଣଙ୍କର କୌଣସି ଅପଡେଟ୍ ଆସିନି। ନିଯୁକ୍ତିକି ନେଇକି ଯଦି ବି ଅପଡେଟ୍ ଆସେ ଆପଣଙ୍କ ପାଖକୁ ଦିଆଯିବ। ତା ସହିତ ଏଏନ୍ଏମ୍ ପିଲାମାନଙ୍କର ବି ଆଗକୁ ରେଜଲ୍ଟ ବାହାରିବାର ଅଛି ଯେଉଁ ତ୍ରିପଲଏସିରେ। ସେଠି ବି ଆପଣ କ'ଣ ହେଉଛି ଅପଡେଟ୍ ଆସୁଛି ତା ବିଷୟରେ ଦେଖାଯିବ। ତ ଏଇଟା ଅପଡେଟ୍ ଆସିଛି ଆପଣଙ୍କର ନ୍ୟୁଜ୍ ପେପରରେ। ଆର ପିଡିଏଫ୍ ଆପଣମାନଙ୍କୁ ଟେଲିଗ୍ରାମ ଚ୍ୟାନେଲ ମିଳିଯିବ। ତା ସହିତ ହ୍ୱାଟ୍ସଆପ୍ ଗ୍ରୁପରେ ମଧ୍ୟ ମିଳିଯିବ। ତ ଏଇଟା ଇମ୍ପୋର୍ଟାଣ୍ଟ ଅପଡେଟ୍ ଥିଲା ଆପଣମାନଙ୍କ ପାଇଁ କି। ଆଉ ଛଟେଇ ହେଉଛନ୍ତି ଯେଉଁ ଆଉଟସୋର୍ସିଂରେ ଅଛନ୍ତି ତ ସେଥିରେ କିଏ ଆପଣମାନଙ୍କର ଯେଉଁ ଆଉଟସୋର୍ସିଂ ପିଲା ରହିଯାଇଛନ୍ତି ସେମାନେ ଛଟେଇ ହେଇଛନ୍ତି। ଗୋଟେ ଗୋଟେ ଜାଗାରେ ଆପଣଙ୍କର ଏନ୍ଏଚ୍ଏମ୍ରେ ଆଉଟସୋର୍ସିଂ ଯେଉଁ ଆପଣଙ୍କର ନର୍ସିଂ ଅଫିସର ଥିଲେ ସେମାନେ ରେଗୁଲାର ହେଇଥିଲେ, କିନ୍ତୁ ଏଠି ଆପଣଙ୍କର ଛଟେଇ ହେଇଛନ୍ତି। ତାର ଅପଡେଟ୍ ଏଇଟା ଆସିଛି ନ୍ୟୁଜ୍ ପେପରରେ। ଆର ପିଡିଏଫ୍ ଆପଣମାନଙ୍କୁ ଟେଲିଗ୍ରାମ ଚ୍ୟାନେଲ ମିଳିଯିବ। ଆଉ ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ଭିଡ଼ିଓ ଡିସ୍କ୍ରିପ୍ସନରୁ ସେଠି ଆପଣମାନେ ଡାଉନଲୋଡ୍ କରିପାରିବେ। ଧନ୍ୟବାଦ।